ଭୋଜନ ସମୟରେ କ'ଣ କରିବେ ନାହିଁ। ଲାଜକୁଳି ଗଛର ଚେର ଏବଂ ଅଣ୍ଟାରେ ରଖିଲେ ମହୁମାଛି କୌଣସି କ୍ଷତି କରିପାରିବ ନାହିଁ। ଛୋଟ ପିଲା ଯଦି ଚମକୁଥାଏ ଓ ଦାନ୍ତ ରୁଗୁଡ଼ୁଥାଏ, ତେବେ ଘୋଡ଼ାର କେଶକୁ ଆଣି ପିଲାଙ୍କ ବେକରେ ବାନ୍ଧିଲେ ତାହା ଦୂର ହୁଏ। ସନ୍ତାନ ପ୍ରାପ୍ତି ହେବାର 1 ବର୍ଷ ପର୍ଯ୍ୟନ୍ତ ମା'ମାନେ ତାଳ, ପଣସ ଏବଂ ଶୁଖୁଆ ଖାଇବା ଉଚିତ ନୁହେଁ। ସକାଳର ପ୍ରଥମ କୁଳୁକୁଳା ପାଣିରେ ଆଖି ଧୋଇଲେ କୌଣସି ଆଖି ରୋଗ ହେବ ନାହିଁ। ଭୋଜନ କରିବା ସମୟରେ ନିଜର ବାମ ହାତ ପାଦରେ ରଖନ୍ତୁ ନାହିଁ ଏବଂ ଗାମୁଛା, ଟୋପି, ଲୁଗାକୁ ମଥାରେ ବାନ୍ଧି ଭୋଜନ କରନ୍ତୁ ନାହିଁ। बाट चालू चालू सरीगला केबे पारिनी टिके जानी कहिबाकु थिला केते कथा बंधु बाकी रही गला पुणी तम कथा बंधु मने पड़ी गला जीवन